ସାଙ୍ଗମାନେ କେମିତି ଅଛନ୍ତି? ଭଲରେ ଅଛ ନା? ସେମିତି ଭଲରେ ଥାଉ ସବୁବେଳେ। ସାଙ୍ଗମାନେ ଆଜି ଗୋଟିଏ କଥା କହିବି, ପୁରା ହୃଦୟକୁ ଛୁଇଁଲା ଭଳିଆ। ଆପଣ ହୃଦୟକୁ ଛୁଇଁବ। ଏ ସଂସାରରେ ଛଅରୁ ଆଠ ପ୍ରକାର ଲୋକ ଅଛନ୍ତି। ଯେମିତି ଗୋଟେ ପ୍ରକାର ଚାରି ପ୍ରକାର ଚାରି ଜାତି ଯେମିତି ନାରୀ ଅଛନ୍ତି, ଚାରି ପୁରୁଷ ଅଛନ୍ତି। ସେଠି ତିନି ପ୍ରକାର ଝିଅ ଅଛନ୍ତି, ତିନି ପ୍ରକାର ପୁଅ ଅଛନ୍ତି। ତା ବିଷୟରେ ଆଜି ଆଲୋଚନା କରିବା। ତ ପ୍ରଥମ ହେଲା, ଜୀବନରେ ଏମିତି ପୁଅ ପିଲା ଅଛନ୍ତି। ଗୋଟେ ପୁଅ ପିଲା ସେ ଜୀବନରେ ସେ କାହାକୁ ଭଲ ପାଇନଥିବ। ଆଉ ସେ ସବୁବେଳେ କଣ କରେ ନା, ଘରର ପରିସ୍ଥିତି ଅସୁବିଧାକୁ ଦେଖିକିରି ଚାରିଆଡୁ ବିଚାର କରିକି ସେ କଣ କରେ ନା, ତା ଜୀବନ ଲାଇଫ ଟାକୁ ପୁରା କଣ କରେ ନା, ଅନ୍ୟ ମାନେ ତାଙ୍କ ପରିବାର ପାଇଁ ସେ ଜୀବନ ଦେଇଦିଏ। ଆଉ ବାହା ହେବାକୁ ସେ ଚେଷ୍ଟା କରେନି। ଆଉ ତାପରେ ତା ସମୟ ବିତିଯାଏ, କିନ୍ତୁ ବହୁତ ଡେରିରେ ସେ କଷ୍ଟମଷ୍ଟରେ ବାହା ହେଇଯାଏ। କିନ୍ତୁ ତା ସ୍ୱପ୍ନ କଣ, ତା ଇଚ୍ଛା କଣ, ସବୁ ହଉଛି ମାଟିରେ ମିଶେଇ ଦେଇଥାଏ। କାହା ପାଇଁ? ତାଙ୍କ ପରିବାର ପାଇଁ। ଏମିତିଆ ପୁରୁଷ ଅଛନ୍ତି। ଆଉ ଗୋଟେ ପୁରୁଷ ଅଛନ୍ତି। ତ ବାପା ମା ତାଙ୍କ ପାଇଁ ଏତେ କଷ୍ଟ କରିଥିବେ, ଛୋଟ ବେଳୁ ପୁରା କଷ୍ଟ ସହିକିରି ରାତି ଅନିଦ୍ରା ହେଇକିରି ତାଙ୍କୁ ସନ୍ତାନ ବଡ ମଣିଷ କରିଥିବେ। ପେଟରେ ରଖିକି ବହୁତ କଷ୍ଟ ସହିଥିବେ। ଏତେ କଲା ପରେ କିନ୍ତୁ ଶେଷକୁ ସିଏ କଣ କରନ୍ତି, ଏମିତି ସେ କଣ କରେ, ବଡ ହେଲା ବେଳକୁ ତା ଜିନ୍ ଦୋଷ କି ତାର ପ୍ରୋବ୍ଲେମ କଣ, ସେଇ ପିଲାର ଶେଷକୁ ସିଏ କଣ କରେ ନା, ମଦ, ଗଞ୍ଜେଇ, ଭାଙ୍ଗ, ଇଏ ସବୁ ଚୋର ପକୁରି ଏଇଭଳିଆ ସବୁ ତା ଜୀବନ ଟା ବିତିଯାଏ। କିନ୍ତୁ ସେ ନା ଘରକୁ ଶାନ୍ତିରେ ରଖେ, ନା ନିଜେ ଶାନ୍ତିରେ ରହେ। ଶେଷକୁ ଏଇଭଳିଆ ଲୋକ ଅଛନ୍ତି। ଆଉ କିଛି ପୁଅ ପିଲା ଅଛନ୍ତି, ଏମିତି ଝିଅ ପାଗଳ ହେଇଯାଆନ୍ତି। ଲାଷ୍ଟକୁ ବାପା ମାଙ୍କୁ ଭୁଲି ଯାଆନ୍ତି। ଶେଷକୁ ମାନେ ବିଚାର କରନ୍ତିନି ବାପା ମାଙ୍କ କଥା। ସେ ବାପା ମା ଯୋଉଠି ଠିକ କରିବାକୁ ଚେଷ୍ଟା କରିବେ, ଏଇଠି ପୁଅ ବାହାଘର କରିବୁ, ସେଠି କରିବୁ, ତାଙ୍କ କଥା ନ ମାନିକି ସେ ନିଜ ଇଚ୍ଛାରେ ସେ ଭଲ ପାଇକିରି ବାହା ହୁଅନ୍ତି। ଶେଷରେ ଏମିତି ପରିସ୍ଥିତି ପଡେ ଯେ ଅ ସେ ସ୍ତ୍ରୀ ଏମିତି, କାହିଁକିନା ଯେହେତୁ ବାହା ହେଇଛି, ସେ କାହା କଥାରେ ସେ ମାନି ନା, ତାର ଶେଷରେ ସେ ବାନ୍ଧି ହେଇଯାଏ ସେ ସ୍ତ୍ରୀ କଥାରେ। ବନ୍ଦୀ ହେଲା ଭଳିଆ, ଯେ ଯେହେତୁ ନା ସେ ସ୍ତ୍ରୀ ଯାହା କୁହେ ସେ ପିଲା ତାକୁ ମାନିବା ବାଧ୍ୟ। ନହେଲେ ସେ ଲାଷ୍ଟକୁ କଣ ହୁଏ କହିଲ, ଏ ଭଲ ପାଇବାର ପରିଣାମ ହେଲା ସବୁବେଳେ ଷ୍ଟ୍ରକ୍ଚର ସହିବା ସେ ସ୍ତ୍ରୀ ଠାରୁ, ବ୍ଲାକମେଲ ହବା ସେ ସ୍ତ୍ରୀ ଠାରୁ। ସେ ଯାହା କହିବ, କିନ୍ତୁ ନା ବାପାକୁ କହିପାରୁଥିବ, ନା ସ୍ତ୍ରୀ କି କହିପାରୁଥିବ। ସେ ଭାଇ ସବୁଠୁ କଣ ନା, ନିଜେ କଷ୍ଟ ସହି ସହି ତା ଜୀବନ ଟାକୁ ବହୁତ ବେକାର କରିଦିଏ। ତାର ସବୁବେଳେ ଡିପ୍ରେସନରେ ରୁହେ। ବଞ୍ଚିଯିବ, ନହେଲେ ଅଳ୍ପ ସେ ଦିନେ ସେ ସଫା ହେଇଯିବ। ଲାଷ୍ଟକୁ ସ୍ତ୍ରୀ କଥାରେ ସେ ବାପା ମାଙ୍କୁ ଲାଷ୍ଟକୁ ସେ ପଚାରି ନଥାଏ। ଲାଷ୍ଟକୁ ବହୁତ ନିଜକୁ ହଇରାଣ ହବାକୁ ପଡିଥାଏ। ଆଉ ଶେଷରେ ବାପା ମାଙ୍କୁ ଦୁଃଖ ଦିଏ, ଆଉ ବାପା ମାଙ୍କଠୁ ଅଭିଶାପ ପାଏ। ଆଉ ସେ ପିଲା ମାନେ କାହାକୁ କହିପାରେନି। କିନ୍ତୁ ସେଇ ସ୍ତ୍ରୀର କଥାରେ ବସ ଉଠେଇକିରି ବେଳେ ବେଳେ ବାପା ମାଙ୍କୁ ଜବାବ ଦେଇଦିଏ। ଏଇ ପ୍ରକାର ପୁରୁଷ ଅଛନ୍ତି। ଆଉ କିଛି କିଛି ପିଲା ଅଛନ୍ତି, ସେ ଜମା ଭଲ ପାଆନ୍ତିନି। ପୁରା କଣ କରନ୍ତି ନା, ସଚୋଟରେ ଭଲ ପାଆନ୍ତି। ପୁରା ପୁରା ହୃଦୟରୁ ଯାହାକୁ ଥରେ ସେ ତାଙ୍କ ହୃଦୟ ସଫା, ସେ ଥରେ କେବେ ଭଲ ପାଇନଥିବେ। ଯଦି ପ୍ରଥମ ଥର ସେ ପୁରା ଭଲ ପାଇବେ ନା, ପୁରା ହୃଦୟ ଦେଇକି ଭଲ ପାଇବେ। ଆଉ ପୁରା ତା ପାଇଁ ଜୀବନ ଦେବା ପାଇଁ ସେ ପଛେଇବେନି। ସେ କୌଣସି ଝିଅକୁ ଭଲ ପାଇଲେ, ଆଉ ସେ ପୁଅ ଭଲ ପାଇଲା ପରେ ସେ କଣ କରେ ନା, କେତେବେଳେ ତା ଭାଗ୍ୟରେ ଯଦି ଭଲ ଝିଅଟା ମିଳିଲା, ତାହେଲେ ସେ ତା ଜୀବନଟାକୁ ବାପା ମା ସହିତ, ଯଦି ଭଲ ଝିଅ ପଇଲା ତ ବାପା ମାଙ୍କ ସହିତ ସେ ମିଶିକି ସବୁଦିନ ବି ଜୀବନ କାଟିଲା। ଯଦି ଖରାପ ପଡିଲା, ସେ ପୁଅକୁ ଯଦି ଧୋକା ଦେଇଦେଲା, ଲାଷ୍ଟକୁ ସେ ଜୀବନ କଣ କଲା, ସେ ଲାଷ୍ଟକୁ ସୁସାଇଡ କରିପାରେ।
ନହେଲେ ସେ କଣ କରିବ ନା ଶେଷକୁ କଣ କରିବ ନା ଅନ୍ୟମାନଙ୍କୁ ସେ କେତେ ଝିଅଙ୍କ ଜୀବନ ବରବାଦ କରିବ, କେତେ ଝିଅ ଜୀବନ ନଷ୍ଟ କରିବ। ଆଉ ଲାଷ୍ଟକୁ କଣ କରିବ ନା ବହୁତ ମାନେ ଏମିତି କହିଲା ଆଜି ଧୋକା ଖାଇଛି ମାନେ ମୁଁ ସେମିତି ଆଉ କୋଉ ଝିଅକୁ ମୁଁ ଭଲ ପାଇବିନି କି ଆଉ କୋଉ ଝିଅକୁ ସତ ଭଲ ପାଇବିନି ଆଉ ସଚୋଟ ଭଲ ପାଇବିନି। ଆଉ ପୁରା ଧୋକା ଖାଇଛି, ମୋ ଜୀବନରେ ସବୁ ବୁଝିଗଲି। ଏବେଠୁ ଯୋଉ ଝିଅକୁ ଭଲ ପାଇବି ଆଉ ସେଇଭଳିଆ ହିଁ କରିବି। ଏଇଭଳି କରିକରି ତା ଜୀବନରେ ସେ କେତେ ଝିଅକୁ ବରବାଦ କରିଦେଇଥିବ। ଭଲ ଝିଅ ହଉ ଖରାପ ଝିଅ ହଉ, ଯଦି ତା ଭାଗ୍ୟରେ ଯଦି ଭଲ ଝିଅ ସେ ଯଦି ମାନେ ସେ ଅପେକ୍ଷା କରିଥାଏ ଯୋଉ ଝିଅ ମତେ ଭଲ ପାଇବ, ପୁରା ଅପେକ୍ଷା କରିବ, ଯଦି ପ୍ରକୃତିରେ ମତେ ଭଲ ପାଉଥିବ, ତାହେଲେ ସେ ମୋ ଜୀବନ ସାଥୀ ହବ। ଆଉ କିଛି ପୁଅ ଅଛନ୍ତି ଗଲୁଆ ପୁଅ, ସେ ଖାଲି ତାଙ୍କ ଜୀବନର ଜନ୍ମରୁ ଜିନ୍ ଦୋଷ ଥାଏ। ସେ ଖାଲି ଚାହାନ୍ତି ମୁଁ ହଉଛି ଗୋଟେ ବାପା ମା ଯାହା ଠିକ କରିବେ, ମୁଁ କିନ୍ତୁ ବୁଲି ବୁଲି ଖେଦା ଖାଇବି। ଶଳା ମୁଁ ଭଲ ଚାକିରି ଟେ କରି କାହିଁ ପିଇ ଅୟସ କରି ମୁଁ ଏମିତି ପେଲି ପେଲି ଗଲୁ ମାରିକି ସମତି କରି ଲାଷ୍ଟ ଶେଷକୁ ମୁଁ ଭଲ ବିନ୍ଦାସରେ ରହିବି। ଏମିତି ବି ପୁଅ ଅଛନ୍ତି, ସେ ବିନ୍ଦାସରେ ଶେଷକୁ ସେ ଭଲରେ ରୁହନ୍ତି। ସେ ମନ୍ତ୍ରୀ ହଉ କି ମାନେ ଇଏ ହଉ, ସେ ପୁଅ ମାନେ ସେତେବେଳେ ଯେତେବେଳେ ସେ ପେଲିବ, ନା ସେ ଗରିବ ଝିଅ ବୁଝେ ନା ଧନୀ ଝିଅ ବୁଝେ, ସେ କାହାକୁ ବୁଝେନି। ସେ ସମସ୍ତଙ୍କୁ କଥା ଦେଇଥିବ, ହଁ ମୁଁ ତମ କରିବି ସେ କରିବି। ତାପରେ ଯେତେବେଳେ ତାଙ୍କର କାମ ସରିଯିବ, ସେତେବେଳେ ସେ କହିବ ଆମ ଘରେ ରାଜି ହଉନାହାନ୍ତି, ଅମୁକ ହଉନାହାନ୍ତି, ଆମ ଆମ ଘରେ ସେ କାଗଜ କହିଦେଇଥିବ ଝିଅକୁ, ଦେଖ ଆଉ ବାହାରେ ହେଇପାରେ ନ ହେଇପାରେ, ମୋ ଉପରେ ଭରସା ରଖିବନି, କିନ୍ତୁ ଶାରୀରିକ ସମ୍ପର୍କ ରଖିବା। ଆଉ କିଛି ପୁଅ ଅଛନ୍ତି ନା କଣ କରନ୍ତି ନା କଣ କରନ୍ତି ନା ମାନେ ସେ ଏମିତିକା ସେ ପିଲା ମାନେ ପୁଅ ପିଲା କହିଲେ କଣ କରିବି, ଏମିତି ଗୋଟେ ପୁଅ ପିଲା ଅଛନ୍ତି, ଗୋଟେ ଝିଅକୁ ଯଦି ଭଲ ପାଉଥିବ, ଯେପର୍ଯ୍ୟନ୍ତ ସେ ଝିଅ ଠାରୁ ସେ ପୁଅ ଯେପର୍ଯ୍ୟନ୍ତ ତା ପାଇବା ଆଶା ପାଇନଥିବ, ସେ ପର୍ଯ୍ୟନ୍ତ ସେ ଝିଅ ପଛରେ ପାଗଳ ଭଳିଆ ଗୋଡଉଥିବ। ଆଉ କହିବ ମୁଁ ତତେ ହୃଦୟରେ ଭଲ ପାଉଛି, ମୁଁ ତୋର ସପନ, ତୁ ମୋର ପ୍ରଥମ, ଇଏ ସିଏ। ତାପରେ ସେଇ ପୁଅ ବି ଲାଷ୍ଟକୁ ବାପା ମା ସେ ଗଞ୍ଜେଇ ଫଞ୍ଜେଇ ଟାଣି କେତେ ପଲା କରୁଥିବ, ମାନେ କେତେ ପ୍ରକାର କରିଥିବ। ବାପା ମା ମୁଣ୍ଡ ଛୁଇଁଥିବ, ଶିବ ମୁଣ୍ଡ ଛୁଇଁଥିବ, ସେ ଜମା ନିଶା ଦ୍ରବ୍ୟ ଛାଡୁନଥିବ। ସେଇ ଝିଅ ଯଦି କହିଦବ ହଁ ଛାଡିଦେବି, ସେ ଛାଡିଦବ। ଆଉ ଯଦି ସେ ଝିଅ ଯୋଉ ଝିଅ ପଛରେ ଗୋଡଉଥିବ, ସେ ଝିଅ ଥରେ ଯଦି ସେ ଜିନିଷଟା ଦେଇଦେଲା, ସେ କଣ ହବ ଜାଣିଛ ଶେଷକୁ? ସେ ଝିଅକୁ ଧୋକା ଦେଇଦବ। କାହିଁକି ନା ମନେ ରଖିଥାଉ, ଯଦି କୌଣସି ପୁଅକୁ ଯଦି ତମେ ଏମିତି ନ କରିବ, ତାହେଲେ ତମେ ଧୋକା ପାଇବନି କୌଣସି ଝିଅ। ଆଉ ସେଇଭଳିଆ ଯେମିତି ଯେତୁଟା ପୁଅ ବିଷୟରେ ମୁଁ କହିଲି, ସେତୁଟା ଝିଅ ବି ଏମିତି ଅଛନ୍ତି। କିଛି ଗଲେଇ ଝିଅ ଅଛନ୍ତି ସେମିତି, ସେ ବଡ ଘର ଝିଅ ଯାହା ହଉ, ସେ କଣ କରନ୍ତି ତାଙ୍କର ଏଇ ଗଡୁଆ ନୀତି ଧରେ, ସେକ୍ସ ପାଇଁ ସେ କଣ କରନ୍ତି ନା ଗରିବ ଧନୀ କିଛି ମାନନ୍ତିନି। ସେ ତାଙ୍କ କାମ ଓଲଟି କେତେ ଝିଅ ଅଛନ୍ତି ଓଲଟି ପଇସା ଦେଇକିରି ପୁଅ ପିଲାଙ୍କଠୁ ସେକ୍ସ କରନ୍ତି। ଆଉ କିଛି ଝିଅ ପିଲା ଅଛନ୍ତି ବିନା ପଇସାରେ କରିକି ତାକୁ ଭଲ ପାଇ ମିଛ ଭଲ ପାଇବା କରିକି ଲାଷ୍ଟକୁ ସେ ପୁଅଙ୍କୁ ଧୋକା ଦେଇକିରି ଆଉ ଗୋଟେ ସେ ପୁଅ ପିଲା ଜାଣିପାରିନଥାଏ ସେ ଆଗକୁ ସେ ଧୋକା ଦବ କି ନଦବ ସେ ଝିଅ, କିନ୍ତୁ ସେ ଝିଅ ମନରେ ଥାଏ ମୁଁ ଏମିତି କରିକି ସେ ତାପରେ ଲାଷ୍ଟକୁ ସେ ଝିଅ କଣ କହିଥାଏ ନା ଆମର ବଡ ଲୋକ ଇଆ, ତମ ଘରେ ପସନ୍ଦ କରିବେନି, ତୁ ମୋ ପାଦର ଯୋଗ୍ୟତା ନୁହଁ, ଇଏ ସିଏ। ସେ ଝିଅ ବିଭିନ୍ନ ପ୍ରକାର ବାହାନା ହିଁ କରିବ ନିଶ୍ଚିତ 100%। ତ ଏମିତି ଝିଅ ଅଛନ୍ତି। ଆଉ କିଛି ଝିଅ ପୁରା ହୃଦୟରୁ ପୁରା ଭଲ ପାଆନ୍ତି, ପୁରା ସଚୋଟ ଭଲ ପାଆନ୍ତି, କିନ୍ତୁ ଲାଷ୍ଟ ଧୋକା ପାଇଲା ପରେ ଲାଷ୍ଟ ସେ କୋଉ ପୁଅକୁ ସେ ଆଉ ଭଲ ପାଆନ୍ତିନି। ଆଉ ସେ ମାନେ ଏମିତି ସବୁ ପୁଅଙ୍କଠୁ କଣ କରିବ, ମିଛ ଭଲ ପାଇବା କରି ତାଙ୍କଠୁ ଚନ୍ଦେଇ ଫନ୍ଦେଇକି ଲାଷ୍ଟକୁ ସେ କେତେ ପୁଅଙ୍କୁ ଜୀବନ ନଷ୍ଟ କରେ। ଲାଷ୍ଟ କେଉଁ ପୁଅ ତ ରହିଲେ ନହେଲେ ଲାଷ୍ଟକୁ ସେ ମରି ଯାଇପାରନ୍ତି। ଏମିତି ଏମିତି କେତେ ପ୍ରକାର ଝିଅ ଅଛନ୍ତି, ବାପା ମାଙ୍କ କଥା ମାନନ୍ତିନି, ଶେଷକୁ ଲାଷ୍ଟକୁ ଏମିତି ହଇରାଣ ହବାକୁ ପଡିଥାଏ। ତ ଏ ଭିଡିଓରେ କହିବାକୁ ଗଲେ ତ ସମାଜର ଏଇଭଳିଆ ହିଁ ସବୁ ଘଟୁଛି। ତ ଆପଣ ମାନେ ସତର୍କତା ଅବଲମ୍ବନ କରନ୍ତୁ। ଆଉ ମାନେ ଗୋଟେ ଝିଅ ପିଲାଙ୍କୁ ମୁଁ ଆଜିକାଲି ଝିଅ ପିଲାଙ୍କୁ କହୁଛି, କୌଣସି ଯଦି ପୁଅକୁ ଯଦି ଭଲ ପାଉଛ, ତାହେଲେ ଭାବିଚିନ୍ତି ଭଲ ପାଅ।
ସେଇ ପର୍ଯ୍ୟନ୍ତ ତାକୁ ମାନେ ଯଦି ତମେ ଗୋଟେ ପୁଅକୁ ଜୀବନ ସାଥୀ କରିବାକୁ ଚାହୁଁଛ ତାହେଲେ ପ୍ରଥମରୁ ହୃଦୟରୁ ବସି ତମକୁ ଯଦି ଭଲ ପାଉଛି ତାକୁ ଯଦି ହୃଦୟରୁ ଭଲ ପାଉଛି ତାକୁ ଟାଇମ ଦିଅ। ଗୋଟେ ପୁଅକୁ ବର୍ଷ ବର୍ଷ ଧରି ଟାଇମ ଦିଅ ପଛରେ ଗଡାଅ ଆଉ ସେ ଯାହା ମାଗିଲେ ତାକୁ ଦିଅ ନାହିଁ। କାହିଁକିନା ଯଦି ଥରେ ଦେଇଦେଲ ସେ ମନର ଯଦି ତମର ମନ ବଳିଗଲା ହେଇଗଲା ଯଦି ସେ ଚାହିଁବ ଆଉ ଗୋଟେ ସେକେଣ୍ଡ ଝିଅ ଖୋଜିବା ପାଇଁ ଚେଷ୍ଟା କରିବ ଆଉ ତମଠୁ ସେ ମନ ଭାଙ୍ଗିବାକୁ ଚେଷ୍ଟା କରିବ ତାପରେ ସେ ବିଭିନ୍ନ ବାହାନା କରିବ। ସେଥିପାଇଁ କୌଣସି ଝିଅ ଯଦି ତମେ ଚାହୁଁଛ ଗୋଟେ ଜୀବନର ସାରା ପାର୍ଟନର ଚାହୁଁଛ ତାପରେ ସେ ପୁଅକୁ କେବେ ହେଲେ ବିବାହ ନହେଲା ପର୍ଯ୍ୟନ୍ତ ତମର ପ୍ରାଇଭେଟ ପାର୍ଟ ତାକୁ ୟୁଜ କରିବାକୁ ଦବ ନାହିଁ। ଆଉ ତାହା ସହିତ କଣ କରିବ ପ୍ରାଇଭେଟ ପାର୍ଟ ୟୁଜ କରିବାକୁ ଦବନି ଏକରେ, ଦୁଇରେ ହଉଛି ତାକୁ ଟାଇମ ଦବ ସେ କେଉଁ ଟାଇପ ର ପୁଅ କଣ ନାହିଁ ବୁଝିବାକୁ ଚେଷ୍ଟା କରିବ। ଆଉ ଯଦି ହଠାତ୍ ନା ତମର ଗଲୁ ଉଠୁଛି ଯଦି ହଠାତ୍ ନା କରିବ ନା କିଛି ବୁଝିପାରିବନି ଲାଷ୍ଟ ଗାଣ୍ଡିଟା ମରେଇବ। ବୁଝିଲ? ରହୁଛି। ସେଥିପାଇଁ ହୁସିଆର।